ଆସନ୍ତୁ ଶୁଣିବା କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 45ତମ ଭାଗ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କପିମାନେ ସୀତାଙ୍କ ଠାବ ନ ପାଇ ନିରାଶ ମନରେ ବସିଥିବା ବେଳେ ସମ୍ପାତି ସହିତ ଭେଟ ହୋଇଛି। ନିଜ ଭାଇ ଜଟାୟୁର ମରଣ ସମ୍ବାଦ ସମ୍ପାତି ପାଇଛି ଅଙ୍ଗଦଙ୍କଠାରୁ। ସମ୍ପାତି ପାଖରୁ ସୀତାଙ୍କର ଅବସ୍ଥିତି ସମ୍ପର୍କରେ ସୂଚନା ପାଇଛନ୍ତି କପିମାନେ। ସମସ୍ତେ ସ୍ଥିର କରିଛନ୍ତି ସିନ୍ଧୁ ପାର ହେବା ପାଇଁ। ସମସ୍ତଙ୍କ ଅନୁରୋଧରେ ହନୁମାନ ମହେନ୍ଦ୍ର ପର୍ବତ ଉପରେ ଆରୋହଣ କରି ଆକାଶ ମାର୍ଗରେ ଲଙ୍କା ଉଦ୍ଦେଶ୍ୟରେ ଯାତ୍ରା କରିଛନ୍ତି ସୀତା ଠାବ ପାଇଁ। ଏଇଠି ଶେଷ ହେଉଛି କିଷ୍କିନ୍ଧ୍ୟାକାଣ୍ଡ। ପରବର୍ତ୍ତୀ ଅଧ୍ୟାୟରେ ଆରମ୍ଭ ହେବ ସୁନ୍ଦରାକାଣ୍ଡ। ସର୍ବରେ ବସି ଉଶାସନେ ଅଙ୍ଗଦ କହନ୍ତି ସାବଧାନେ, ଶ୍ରୀରାମଙ୍କ କିଛି କାର୍ଯ୍ୟ ନ କରିଣ ବିଅର୍ଥେ ମରିବା ଆମ୍ଭେମାନେ, ବିଅର୍ଥେ ମରିବା ଆମ୍ଭେମାନେ। ଧନ୍ୟ ସେ ଜଟାୟୁ ପକ୍ଷୀ ଥିଲା, ରାବଣ ସଙ୍ଗରେ ଯୁଦ୍ଧ କଲା। ରାବଣର ରଥ ସେହ୍ନା ଧନୁ କାଟି ଶ୍ରୀରାମ ନିମିତ୍ତ ପ୍ରାଣ ଦେଲା, ଶ୍ରୀରାମ ନିମିତ୍ତ ପ୍ରାଣ ଦେଲା। ଶ୍ରୀରାମ ତାହାଙ୍କୁ ଦାହ କଲେ, ପିତା ମିତ୍ର ବୋଲି ପିଣ୍ଡ ଦେଲେ। ପୁତ୍ର ପକ୍ଷୀ କେଉଁଠାରେ କେଡ଼େ ତପ ପୁଣ୍ୟ ବସିଣ ସେ କରିଥିଲେ, ପୁଣ୍ୟ ବସିଣ ସେ କରିଥିଲେ। ତାଙ୍କ ପ୍ରାୟ ଯେବେ ଯାନ୍ତା ପ୍ରାଣ, ରାବଣ ସଙ୍ଗତେ କରିରଣ। ସୁଗ୍ରୀବ ଭୟରେ ସୀତା ଖୋଜିବାରେ, ମରୁଥାଇ ଆମ୍ଭେ ଅକାରଣ, ମରୁଥାଇ ଆମ୍ଭେ ଅକାରଣ। ଧୀରି ଶିଖେ ବସି ଶୁଣୁଥିଲା, ସମ୍ପାତି ମନେ ବିଚାର କଲା। ଏତେ ଦିନେ ଆସି ମର୍କଟ ଗୁଡ଼ାଏ, ବିଧାରାଣୀ ଆହାର ଦେଲା, ବିଧାତା ଆହାର ଦେଲା। ଭାଇର ମରଣ କନେ ଶୁଣି, ପଚାରଇ ତାଙ୍କୁ ପୁଣି ପୁଣି। କହ କହ ମୋର ଭାଇର ବାରତା, ବିକଳ ହେଲା ମରଣ ଶୁଣି, ବିକଳ ହେଲା ମରଣ ଶୁଣି। ଅଙ୍ଗଦ କହଇ ସର୍ବକଥା, ମାଇଲା ତାହାଙ୍କୁ ଦଶମଥା। ରାମଦୂତ ଆମ୍ଭେ ସୀତାଙ୍କୁ ଖୋଜୁଛୁ, ନ ପାଇ ମରୁଛୁ ଏବେ ବୃଥା, ନ ପାଇ ମରୁଛୁ ଏବେ ବୃଥା। ଶୁଣି ସମ୍ପାତି କହଇ ବାଣୀ, ସ୍ନାନ କରାଅ ହେ ସିନ୍ଧୁ ପାଣି। କିମ୍ପାଇ ମରିବ ସମସ୍ତ କହିବି, ମୋହର ମୁଖରୁ ଶୁଣ ବାଣୀ, ମୋହର ମୁଖରୁ ଶୁଣ ବାଣୀ।
ଶିଖୁ ସମୁଦ୍ରକୁ ନେଲେ, ସ୍ନାନ କରାଇ ସେ ପଚାରିଲେ, ସେ ତାଙ୍କୁ ସମସ୍ତ ସନ୍ଦେଶ କହନ୍ତେ ଶୁଣି ପରମ ଆନନ୍ଦ ହେଲେ, ଶୁଣି ପରମ ଆନନ୍ଦ ହେଲେ। ଶତ ଯୋଜନତା ଲଙ୍କା ଗଡ଼, ଚଉପାଶର ଧିବାଡ଼, ରବି ସକାଶୁ ମୋ ପକ୍ଷ ପଡ଼ିଗଲା, ମୋତେ ସେ କେବେ ନୁହେଁ ବଡ଼, ମୋତେ ସେ କେବେ ନୁହେଁ ବଡ଼। ଆକାଶ ମାର୍ଗର ଥରେ ଥିଲା, ଏହି ବାଟେ ସୀତା ଘେନି ଗଲା, ମୋହର କନିଷ୍ଠ ଭାଇ ଜଟାୟୁକୁ ଅଦୋଷେ ଚାଣ୍ଡାଳ ମାରିଗଲା, ଅଦୋଷେ ଚାଣ୍ଡାଳ ମାରିଗଲା। ମୋତେ ଲଙ୍କାପୁର, ଆବର ଦିଶୁଛି ସୀତା ଚୋର, ଦିଶୁଅଛି ମୋତେ ଜାନକୀ ଅଶୋକ ବରେ ରଖିଛି 10 ଶିର, ବନରେ ରଖିଛି 10 ଶିର। ଶ୍ରୀରାମ ଦୂତ ଦର୍ଶନ ପାଇ, ସମ୍ପାତି ପକ୍ଷ ପାଇଲା ତହିଁ, ବୋଲଇ ବିଶି କପି ମାନେ ବିଚାର କରନ୍ତି ସିନ୍ଧୁ ଡେଇଁବା ପାଇଁ, ବିଚାର ସିନ୍ଧୁ ଡେଇଁବା ପାଇଁ। অঙ্গদ বীর কপিঙ্কিও নাই, বলই সিন্ধুকে পারিব দেই, কাহা গরে অছি কেতে বল, আম্ভ ছামুরে কহ কপি কূল, গজ বোলন্তি মু 10 যোজন, দেই যে পারই বাড়ি নন্দন, গভয় বোলন্তি যোজন 20, দেই যাই আসিবি তুম্ভ পাশ, গবাক্ষ বলে 30 যোজন, দেই মু পারই সত্য বচন, 2 বিন্দ বলে যোজন 40, এতে দেইলে হেব বাকিস। নর বোলাই যোজন 50, দেই পারিবি মু এতে অবশ্য, নীল ବୋଲନ୍ତି ଯୋଜନ 60, ମୁଁ ଡେଇବି ଏଥି ନାହିଁ ସଂଶୟେ, ତାର ବୋଲନ୍ତି ଯୋଜନ 70, ଦେଇ ମୁଁ ପାରିବି ଜଳ ଧିବାରି, ସୁଷେଣ ବୋଲନ୍ତି 80 ଯୋଜନ, ମୁଁ ଡେଇବି ଏଥିରେ ନାହିଁ ଆନ, ଜାମ୍ବ ବୋଲନ୍ତି 9 ଯୋଜନ, ତା ଶୁଣି ଅଙ୍ଗଦ ବୋଲେ ବଚନ, ଦେଇ ମୁଁ ପାରିବି ଯୋଜନ 7, ଲେଉଟିବାରେ ହେବି ଅଶକତ। ଖଣ୍ଡେ ଦୂରେ ବସି ଶୁଣନ୍ତି ହନୁ, ଜାମ୍ବ ବୋଲନ୍ତି ପବନ ଶୁଣୁ, ମୌନ ହୋଇ ରହିଛ କିମ୍ପାଇଁ, ତୁମ୍ଭ ପରାକ୍ରମ ସବୁ ଜାଣଇ,
କେଶରୀଙ୍କ ଭାରି ଯା ତୁମ୍ଭ ମାତ ଜନ୍ମରୁ କଲଟି ଏଡ଼େ ସାହସ ଲକ୍ଷେ ଯୋଜନ ଡେଇଲ ଆକାଶ ସୁରଙ୍ଗ ଦେଖି ଗିଳୁଥିଲ ଭାନୁ ଇନ୍ଦ୍ର ବଜ୍ର ମାଇଲା ତୁମ୍ଭ ତନୁ ଜଗତ ନିରୋଧି ଥିଲେ ପିୟର ଧାତା ସହବର ଦେଲେ ଅମର ଆମ୍ଭ ମାନଙ୍କୁ କର ପ୍ରତିକାର ଶ୍ରୀରାମ କାର୍ଯ୍ୟେ ହୁଅ ତତ୍ପର କବି କୁଳ ସିଂହ ପାଅ ହେ ଯଶ ତୁମ୍ଭ ଯିବାସ ତ ଯୋଜନ କିସ ବୟସ ଥିଲେ ମୁଁ ପାରନ୍ତି ଯାଇ ବୃଦ୍ଧ ହୋଇଲି ଅଙ୍ଗେ ବଳ ନାହିଁ ତ୍ରିବିକ୍ରମ କାଳେ ହରି ଚରଣ ସାତ ବାର କଲି ମୋ ପ୍ରଦକ୍ଷିଣ ମହେନ୍ଦ୍ରଗିରି ଆରୋହିଲେ ହନୁ କାୟା ବିସ୍ତାରିଲେ ପବନ ଶୁଣୁ ଆକାଶ ମାର୍ଗକୁ ଲାଗିଲା ଶିର ଉଡ଼ନ୍ତେ ଲସି ଗଲେ ଗିରିବର ଯେତେ ଜୀବ ଗିରିକ୍ରୋଟରେ ଥିଲେ ଗିରି ଲସିବାରେ ଦଳି ହୋଇଲେ ମହି ଭିତରେ ପଶିଲା ସେ ଗିରି ବୋଲେ ବିସିକି ସ୍କିନ୍ଧ୍ୟା କାଣ୍ଡ ପୁରୀ ଶୁଣୁଥିଲି କବି ବିଶ୍ୱନାଥ କଣ୍ଟିଆକୃତ ବିଚିତ୍ର ରାମାୟଣର 45ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, ସୁକାନ୍ତ କୁମାର କୁଣ୍ଡୁ, ଶ୍ୟାମ ତ୍ରିପାଠୀ, କେଶବ ଚନ୍ଦ୍ର ରାଉତ ଏବଂ କରୁଣାକର ସେଠୀ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗୀ ଅଭୟ କୁମାର ଦାସ।